ଦେଖନ୍ତୁ ପାଖାପାଖି ରାତି 3ଟାରୁ এই ଚଢ଼ଉ ଜାରି ରହିଛି। ଭଦ୍ରକର ପାଖାପାଖି 8ଟି ସ୍ଥାନରେ ଚଢ଼ଉ ହେଉଥିଲା। ଯଦି କୁହାଯିବ ଏଥିପାଇଁ 6 ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। 10 ଜଣ ଇନ୍ସପେକ୍ଟର, 10 ଜଣ ସବ୍ ଇନ୍ସପେକ୍ଟର ଏବଂ 2 ଜଣ ଡିଏସପି ନିୟୋଜିତ ହୋଇଛନ୍ତି। ଏବଂ ଯଦି କୁହାଯାଉଛି ସଂଖ୍ୟାର 2ଟି ସ୍ଥାନରେ, ନଙ୍ଗାମଲାର ଗୋଟିଏ ସ୍ଥାନରେ, ଅଲାଲପୁରର ଗୋଟିଏ ସ୍ଥାନରେ, ଗୁଜିଦଡ଼ର 3ଟି ସ୍ଥାନରେ ଚଢ଼ଉ ହେଉଛି। ଯଦି କହିବା ଭଦ୍ରକ ଏସପି ମନୋଜ ରାଉତ ନିଜେ ମଧ୍ୟ ଏ ତନଖିକୁ ପରଖି ନେଉଛନ୍ତି। କାହିଁକିନା ଯଦି ପଢ଼ାଯିବ ଏଇ ଯେଉଁ ଚଢ଼ଉ ଜାରି ରହିଛି, এই ଚଢ଼ଉରେ ଅଦ୍ୟାବଧି ଅନେକ ଗୁଡ଼ିଏ ମାରଣାସ୍ତ୍ର, ଖଣ୍ଡା, ବନ୍ଧୁକ ଜବତ ହୋଇଛି। ନଗଦ ପାଖାପାଖି 20 ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ନଗଦ ଜବତ ହୋଇଛି। ତା ପରବର୍ତ୍ତୀ ଅବସ୍ଥାରେ ସୁନା, ରୂପା, ଅଳଙ୍କାର ମଧ୍ୟ ଜବତ ହୋଇଛି ଏବଂ ଘର ଭିତରେ ଥିବା ଭଙ୍ଗା ଯାଇଛି ଏବଂ କୁହାଯାଉଛି ପାଇଖାନା ଭିତରେ ଥିବା ଅନେକ ଗୁଡ଼ିଏ ଟଙ୍କା ମଧ୍ୟ ଜବତ କରାଯାଇଛି। ଏବଂ ଯେ ଟାଉନ ଥାନା ଅଧିକାରୀ ସେ ମଧ୍ୟ ଗୋଟେ ସ୍ଥାନ ଅଛନ୍ତି, ପୁଣାଜା ଥାନା ଅଧିକାରୀ ମଧ୍ୟ ଗୋଟେ ସ୍ଥାନ ଅଛନ୍ତି। ଆପଣ ଦେଖିପାରୁଥିବେ ସଶସ୍ତ୍ର ପୋଲିସ ଫୋର୍ସ, ଓଡ଼ିଶା ସୁଇଫ୍ଟ ଆକ୍ସନ ଫୋର୍ସ ମଧ୍ୟ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ଥାନା ଷ୍ଟାଫ ମଧ୍ୟ ନିୟୋଜିତ ହୋଇଛନ୍ତି। ଦେଖିପାରୁଥିବେ ଘର ଭିତର ଅବସ୍ଥା, ଘର ଭିତରେ ଚଢ଼ଉ ଜାରି ରହିଛି। ଏବଂ ଯଦି କୁହାଯାଉଛି 8ଟି ଗୋମାଫିଆ ମଧ୍ୟରୁ ଅଲାଲପୁର ଜଣେ ଗୋମାଫିଆ ପାଚେରୀ ଡେଇଁ ପଳେଇଥିବା ବେଳେ ଅନ୍ୟ 5 ଜଣଙ୍କୁ ପୁଲିସ ଅଟକ ରଖିଛି। ଇଏ ହେଉଛି ଗୋଟିଏ ଘରର ଦୃଶ୍ୟ। ଘର ଭିତରେ ଦେଖିପାରୁଥିବେ, ଘର ଭିତରେ ପୁଲିସ କିପରି ତଲାସି କରୁଥିଲା। ପ୍ରତ୍ୟେକଟି କବର୍ଡକୁ ଛାତ ମାନେ ଯୋଉ କୁହାଯାଉଛି ଆପଣଙ୍କ ତାଜା ଉପରେ ରଖି ଦେଇଥିଲା। ଆପଣ ଦେଖିପାରୁଥିବେ ଘରର ଦୃଶ୍ୟ। ପ୍ରତ୍ୟେକ ଜାଗାରେ କେତେ ଟଙ୍କା ଅଛି, କେତେ ସୁନା, ରୂପା, ଅଳଙ୍କାର ଅଛି। ଆପଣ ଦେଖିପାରୁଥିବେ କବର୍ଡ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଖୋଲା ରହିଛି। କୋଉ ପେଟିରେ କଣ ଅଛି, ଟଙ୍କା ଅଛି କି କଣ ଅଛି, ତା ମଧ୍ୟ ପୁଲିସ ତନଖି କରୁଥିଲା। କାରଣ ଇଏ ହେଉଛି ଭଦ୍ରକ ପୁଲିସର ଗୋଟେ ବଡ଼ ଚଢ଼ଉ। କାରଣ 8ଟି ସ୍ଥାନରେ ଏକକାଳୀନ ଚଢ଼ଉ ହେଉଛି। ଏବଂ ଏଥିପାଇଁ ମଧ୍ୟ ଭଦ୍ରକ ଏସପି ମନୋଜ ରାଉତ ଯାହା କହୁଥିଲେ, ଇଏ ହେଉଛି ଗୋଟେ ବଡ଼ କାର୍ଯ୍ୟାନୁଷ୍ଠାନ। କାରଣ ଏମାନଙ୍କ ଦ୍ୱାରା ଭଦ୍ରକର ଭାଇଚାରା ନଷ୍ଟ ହେଉଥିଲା। ଭଦ୍ରକର କ୍ରାଇମ ଧୀରେ ଧୀରେ ବଢ଼ି ଚାଲିଥିଲା। ପ୍ରତ୍ୟେକ ଦିନ କୋଉଠି ନା କୋଉଠି ଏନ୍ଏଚରେ ମଧ୍ୟ ଦୁର୍ଘଟଣା ହେଉଥିଲା। ଆପଣ ଲକ୍ଷ୍ୟ କରୁଥିବେ ଏଇ ଗୋମାଫିଆଙ୍କ ଦ୍ୱାରା କିଛି ଦିନ ପୂର୍ବରୁ ସୋରରେ ଜଣେ ଗୋ ସେବକ ଉପରେ ମଧ୍ୟ ଗାଡ଼ି ଚଢ଼ି ଯାଇଥିଲା ଏବଂ ତାକୁ ପରବର୍ତ୍ତୀ ଅବସ୍ଥାରେ ଡିଆଇଜିଙ୍କ ନିର୍ଦ୍ଦେଶ କ୍ରମେ ଏପରି ଚଢ଼ଉ ଜାରି ରହିଛି। ଦେଖନ୍ତୁ କିଛି ସମୟ ପୂର୍ବରୁ ଭଦ୍ରକ ଏସପି ମନୋଜ ରାଉତ ଯାହା କହୁଥିଲେ, ତାଙ୍କ କ୍ୟାରିୟର 18 ବର୍ଷ କାଳ ସେ ଭଦ୍ରକରେ ଅଛନ୍ତି। ତେଣୁକରି ଭଦ୍ରକର ପାଣି ପବନ ସହିତ ସେ ସମ୍ପୂର୍ଣ୍ଣ ଭାବେ ଜଡ଼ିତ। କୋଉଠି କୋଉ ଗୋ ମାଫିଆ କଣ କରୁଛି ତାଙ୍କ ଖବର ଥିଲା। କିନ୍ତୁ ଯେହେତୁ ମାନେ ପରିସ୍ଥିତି ଧୀରେ ଧୀରେ ଜଟିଳ ହେଉଥିଲା। ଆପଣ ଦେଖନ୍ତୁ ଭଦ୍ରକର ଯୋଉ 16 ନମ୍ବର ଜାତୀୟ ରାଜପଥ ଅଛି, ଆଖୁଆପଦା ଠାରୁ ରାଣୀତାଲ ପର୍ଯ୍ୟନ୍ତ ପାଖାପାଖି 42 କିଲୋମିଟର 16 ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଗୋ ମାଫିଆ ମାନେ ତାଙ୍କର ତାଣ୍ଡବ ଲୀଳା ରଚୁଥିଲେ। କେତେବେଳେ ଗାଡ଼ିରେ, ତ କେତେବେଳେ ଆମ୍ବୁଲାନ୍ସର, ତ କେତେବେଳେ ତେଲ ଟାଙ୍କି ଭିତରେ ସେମାନେ ଗୋ ଚାଲାଣ କରୁଥିଲେ, ଯାହାକୁ ନେଇ ବାରମ୍ବାର ପୁଲିସ ଚଢ଼ଉ କରୁଥିଲା। ସେମାନେ ମଧ୍ୟ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଥିଲେ। ଆପଣ ଦେଖିପାରୁଥିବେ ଯୋଉପରି ଭାବରେ ଗୋ ମାଫିଆ ମାନେ ଯୋଉ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି, ଯାହା ଫଳରେ ବାରମ୍ବାର ପୁଲିସ ମଧ୍ୟ ବଦନାମ ହେଉଥିଲା। ଦେଖନ୍ତୁ ପୁଲିସ ଯେତେ ସଜାଗ ହେଉଥିଲା, ଗୋ ମାଫିଆ ମାନେ ତାଠୁ ଅଧିକ ଆଲର୍ଟ ହେଉଥିଲେ। ଏବଂ ସେମାନେ କଣ କରୁଥିଲେ, କିଛି ସ୍ଥାନରେ ସେମାନେ ମଧ୍ୟ ଭିନ୍ନ ଭିନ୍ନ ପନ୍ଥା ଆପଣଉଥିଲେ। ଆପଣମାନେ ଜାଣିଥିବେ ନିକଟ ଅତୀତରେ ବିଭିନ୍ନ ପ୍ରକାର ଛୋଟ ଛୋଟ ଇନସିଡେଣ୍ଟ ଘଟୁଛି, ଯେଉଁଟାକି ସାମ୍ପ୍ରଦାୟିକ ସଦ୍ଭାବନାକୁ ନଷ୍ଟ କରୁଛି। ସେ ଭିତରେ ଗୋ ଚାଲାଣ ହେଉଛି, ଗୋ ତସ୍କରୀ ହେଉଛି। ଏ ଯେଉଁ ଗୋରୁ ଚୋରି ହେବା ଦ୍ୱାରା ବହୁତ ଗରିବ ଲୋକ ହଇରାଣ ହେଉଛନ୍ତି। ତା ସହିତ ଆପଣ ଜାଣିଥିବେ ଗୋ ଚାଲାଣ ଏବଂ କଟା ଗୋରୁ ମାଂସ କାଉ ସ୍ଲଟରିଂ ସେଇଟା ମଧ୍ୟ ଚାଲିଛି। ସେଇଟା ୱେଷ୍ଟବେଙ୍ଗଲକୁ ଯାଉଛି। ତେଣୁ ଏହିସବୁ ଦେଖିକି ଛୋଟ ବଡ଼ ଇନସିଡେଣ୍ଟକୁ ଆମେ ରେଡ୍ କରୁଛୁ। ହଁ, କିଛି ଜାଗାରେ ବନ୍ଧୁକ, ଖଣ୍ଡା ଏଗୁଡ଼ା ବାହାରିଛି। ତା ସହିତ କ୍ୟାସ୍, ଗୋଲ୍ଡ ଏଗୁଡ଼ା ବାହାରିଛି, ଯେଉଁଟାକି ସେଇ ଗୋ ଚାଲାଣ ପଇସାରେ ସେମାନେ କିଣିଛନ୍ତି। ବର୍ତ୍ତମାନ ଆମେ 8ଟା ଜାଗାରେ କରିଛୁ। ଆମ ପାଖରେ 6 ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି। ଡିଏସପି 2 ଜଣ, ଭଦ୍ରକରେ ପୁରୁଣା ବଜାରରେ 5ଟି ଏବଂ ଗୁଜରାଟରେ 3ଟି। ବର୍ତ୍ତମାନ ଆମେ ଯାହା ଦେଖିଛୁ, ଯାହା ଶୁଣୁଛି, ପୁରା ତ ଆମର କାଉଣ୍ଟ ହେଇନି, ପାଖାପାଖି 20 ଲକ୍ଷ କ୍ୟାସ୍ ହେଇଯିବ। ତା ସହିତ ଅନ୍ୟାନ୍ୟ ଜିନିଷ ମଧ୍ୟ ବାହାରୁଛି। ତଥାପି ଆମେ ଘଣ୍ଟା ଭିତରେ ଡିଟେଲ୍ସ ଆପଣଙ୍କୁ ବର୍ତ୍ତମାନ ସୁଦ୍ଧା ମୁଁ ଯାହା ଜାଣିଛି 5 ଜଣ ଡିଟେନ୍ ଅଛନ୍ତି। ଆଉ କିଛି ଆମର ଧରିବା ପାଇଁ ଆମ ପ୍ରୟାସ ଚାଲିଛି। ଗାଡ଼ି କିଣିବାକୁ ଭାବୁଛନ୍ତି ତାହେଲେ ଆସନ୍ତୁ କାର ବାଜାର, ଯୋଠି ଆପଣଙ୍କୁ ମିଳିବ लो प्राइस कार ठु आरंभ करी लग्जरियस कार्स 10,000 किलोमीटर पर्यंत वारंटी और अफोर्डेबल प्राइस रे। औ हां, एबे आपनकर फेवरेट कार बाजार रो सेकंड आउटलेट खोली जायछि ऑपोजिट ऑफ एसोटेक वॉल पहाड़ भुवनेश्वर। ताहले एबे लो प्राइस रे लग्जरियस कार किनंतु केवल कार बाजार रु।